ନା ନା ସେ ଆଦିବାସୀ ମାନଙ୍କ ପାଇଁ କରୁନାହାନ୍ତି, ସେ ନିଜ ପାଇଁ କରୁଛନ୍ତି, ନିଜ ପାଇଁ କରିଛନ୍ତି। ଆଦିବାସୀ ମାନଙ୍କ ପାଇଁ କରୁଛନ୍ତି। ଗୋଟେ ଛୁଆକୁ ଟଣ୍ଟି ଚିପିକି ମାରିଦେଲି, କଣ ପାଇଁ ମାରିଲି? କିଛି କାରଣ ଥିବ, ତାଙ୍କର କିଛି କଲା ମାନେ ଯୋଉଟା କରିଥିବେ, କଣ କରିଥିବେ, ଛୁଆ ଦେଖି ଦେଇଥିବ, ସେ କାରଣ ଛୁଆକୁ ବି ଟଣ୍ଟି ଚିପିକି ମାରି ଦେଇ ପାରନ୍ତି। ମାନେ ସେ ହେମିତି ହିଁ ହେଇଛି, କିଛି କରିଥିବେ। ହଁ, ବୈ ସାମନ୍ତ ସେ କଣ କରିଛନ୍ତି, ସେ କହୁଛନ୍ତି ବ୍ରହ୍ମଚାରୀ ନିଜକୁ, ସେ ବ୍ରହ୍ମଚାରୀ ନୁହନ୍ତି ଆଜ୍ଞା। ଯଦି ବ୍ରହ୍ମଚାରୀ ହେଇଥିଲେ ଏମିତି ଗୋଟେ ନିରହ ଛୁଆର ଜୀବନ ନେଇ ନଥାନ୍ତି। ଯଦି ଯଦି ସେ ବ୍ରହ୍ମଚାରୀ ଥିଲେ ସୁନ୍ଦର ଝିଅ ମାନଙ୍କ ସଙ୍ଗେ ଡ୍ୟାନ୍ସ କରିନଥାନ୍ତେ, ତାଙ୍କୁ ଧରିକି ଶୋଇ ନଥାନ୍ତେ। ଦିନରେ ଚାରିଆଡେ ବୁଲିକି ମାନେ ଛୁଆ ମାନଙ୍କୁ ଟାର୍ଗେଟ କରିବେ, କେମିତି ଆଣିବୁ ଘରେ, ମାନେ ରଖିବୁ, ହଷ୍ଟେଲରେ ରଖିବୁ, ପଇସା କମେଇବୁ, ଭିତରେ ରଖିବୁ, ମାନେ ନିଜ ପକେଟରେ ରଖିବୁ ହେଲା। ସେମାନେ କାହାର ଜୀବନ ତାଙ୍କ ପାଇଁ ମୂଲ୍ୟ ନାହିଁ, କିଛି ବି ମୂଲ୍ୟ ନାହିଁ। ଗୋଟେ ଗରିବ ଛୁଆର ଜୀବନ ତାଙ୍କ ପାଇଁ କିଛି ନୁହଁ। ନା ନା ସେ ଆଦିବାସୀ ମାନଙ୍କ ପାଇଁ କରୁନାହାନ୍ତି, ସେ ନିଜ ପାଇଁ କରୁଛନ୍ତି, ନିଜ ପାଇଁ କରିଛନ୍ତି। ଆଦିବାସୀ ମାନଙ୍କ ପାଇଁ କିଛି କରୁନାହାନ୍ତି। ସେମାନେ କିଛି କହିପାରିବେନି, ଆବାଜ ଉଠେଇ ପାରିବେନି, ସେଥିପାଇଁ ସେମାନଙ୍କୁ ପୁରା ମାନେ ଟାର୍ଗେଟ ସେମାନେ ହିଁ କରିବେ, ବଡ ଲୋକମାନେ। ଜଙ୍ଗଲରୁ ଆସିକି କୋନ ମନଗା କୋଡରପତି ପାଖରୁ ଆରମ୍ଭ କରିକି ବହୁ ଜାଗାରେ ବସି କହୁଛନ୍ତି ମୁଁ ଜଙ୍ଗଲରୁ ଛୁଆଙ୍କୁ ଉଠେଇକି ଆଣୁଛି, ସେମାନଙ୍କୁ ଭାଗ୍ୟ ମୁଁ ନିର୍ଦ୍ଧାରଣ କରୁଛି। ତାଙ୍କ ଭାଗ୍ୟ କଣ ଅଫସୋସ ନିର୍ଦ୍ଧାରଣ କରୁଛନ୍ତି ମଣିଷ ମାନେ? ନା ସାର୍, ସେ ବେଶୀ ଭୁଲ କରିଛନ୍ତି। ଆଉ ତାକୁ ନିଶ୍ଚୟ ତାଙ୍କୁ ଦଣ୍ଡ ଦେବାର କଥା। କାହିଁକି ନା ମୁଁ ଗୋଟେ ବି ଆଦିବାସୀ, ମୁଁ ହଉଛି ଭବାନୀପାଟଣା କଳାହାଣ୍ଡିର ଝିଅ। ମୁଁ ଗୋଟେ ବି ଆଦିବାସୀ, ମୁଁ ଜାଣିଛି ଆମ ଗାଁ, ଆମ ପାଟ, ଆମ ମାଟି ଆମେ କେମିତି ଆମେ ନିଜେ ଜାଣିଛୁ। ଆଦିବାସୀ ମାନେ କିଏ ବି ଉଚ୍ଚ ଭାଷାରେ କଥା କହିପାରିବେନି। ସେ ନିରୀହତା ଦେଖିକି ଏମାନେ ମାନେ ଏଇଟା କରୁଛନ୍ତି, କଣ ନିରୀହର ମାନେ ଫାଇଦା ଉଠୁଛନ୍ତି। ଆଉ ତାଙ୍କର କିଛି ନାହିଁ, ଟାର୍ଗେଟ କରିବେ ସେମିତି ପଇସା କମେଇବା ପାଇଁ, ଆଉ ବାସ୍ ପଇସା ନେଇକି ରଖିବା ପାଇଁ। ଆଚ୍ଛା, ଯୋଉ ଜିନିଷ ଗୁଡା ସବୁ ଆସୁଛି ବର୍ତ୍ତମାନ ଜନସମ୍ମୁଖକୁ, ଆଜ୍ଞା, ଆଦିବାସୀ ଲୋକମାନେ କିଛି କହିପାରୁନାହାନ୍ତି। ସେ କିଛି କହିପାରିବେନି ସାର୍, ମୁଁ ଜାଣିଛି ଜଙ୍ଗଲ ଏରିଆ ଲୋକ କିଛି କହିପାରିବେନି। ସେମାନେ ନିଜ କମେଇବେ, ନିଜେ ପେଟ ପୋଷିବେ, ଯୋଉଦିନ କମେଇବେ ସେଦିନ ଖାଇବେ। ମାନେ ବାହାରେ ମାନେ ହଳ କରିବେ, କ୍ଷେତରେ ଖଟିବେ, ମାନେ ବାସି ପଖାଳ ନେଇକି ପିଆଜ ସାଙ୍ଗେ ଖାଇବେ। ଆଉ ସେମାନେ ଏ ଭୁବନେଶ୍ୱରରେ କଣ ସେମାନେ କିଛି ଜାଣିବେନି। ଯଦି ଭୁବନେଶ୍ୱରରେ ଯଦି କିଛି ଅଫର ଗଲା କି ତମ ଛୁଆ ପଢିବ, ଭଲରେ ପଢିବ, ତାଙ୍କୁ ଶିକ୍ଷା ଦବୁ, ଭଲରେ ରଖିବୁ, ମାନେ ଭଲ ଗଣ୍ଡେ ଖାଇବ, ଭଲ ସାର୍ଟ ପ୍ୟାଣ୍ଟ ଦବୁ, ଏମିତି କି ଠକିକି ଆଣିବେ। ସେମାନେ କଣ ଖୁସି ହେଇଯିବେ, ହଁ ମୋ ଛୁଆ ଭୁବନେଶ୍ୱର ଏରିଆରେ ପାଠ ପଢିବ, ବଢିଆ ନାଁ କରିବ, ସେ ଅନୁସାରେ ସେମାନେ ଛାଡନ୍ତି ସାର୍। ଏମିତି ହବ ବୋଲି ଏମାନେ ବି ଜାଣିନଥାନ୍ତି। ଏବେ ଦେଖନ୍ତୁ, ଗୋଟେ ଛୁଆକୁ ଟଣ୍ଟି ଚିପିକି ମାରିଦେଲି, କଣ ପାଇଁ ମାରିଲି? କିଛି କାରଣ ଥିବ, ତାଙ୍କର କିଛି କଲା ମାନେ ଯୋଉଟା କରିଥିବେ, କଣ କରିଥିବେ, ଛୁଆ ଦେଖି ଦେଇଥିବ, ସେ କାରଣ ଛୁଆକୁ ବି ଟଣ୍ଟି ଚିପିକି ମାରି ଦେଇ ପାରନ୍ତି। ମାନେ ସେ ହେମିତି ହିଁ ହେଇଛି, କିଛି କରିଥିବେ। ଏ ଯୋଉ କହୁନାହାନ୍ତି କି ଯୋଉ କୋଉ ସାମନ୍ତ, ହଁ ବୈ ସାମନ୍ତ, ସେ କଣ କରିଛନ୍ତି, ସେ କହୁଛନ୍ତି ବ୍ରହ୍ମଚାରୀ ନିଜକୁ, ସେ ବ୍ରହ୍ମଚାରୀ ନୁହନ୍ତି ଆଜ୍ଞା। ଯଦି ବ୍ରହ୍ମଚାରୀ ହେଇଥିଲେ ଏମିତି ଗୋଟେ ନିରହ ଛୁଆର ଜୀବନ ନେଇ ନଥାନ୍ତି। ଯଦି ଯଦି ସେ ବ୍ରହ୍ମଚାରୀ ଥିଲେ ସୁନ୍ଦର ଝିଅ ମାନଙ୍କ ସଙ୍ଗେ ଡ୍ୟାନ୍ସ କରିନଥାନ୍ତେ, ତାଙ୍କୁ ଧରିକି ଶୋଇ ନଥାନ୍ତେ, କି ତାଙ୍କର ବି ଫ୍ୟାମିଲି ନଥାନ୍ତା। ଆଚ୍ଛା, ଏ ଯୋଉ ଭଦ୍ର କାହାକୁ କୁହାଯିବ, ଯିଏ ମାନେ ବ୍ରହ୍ମଚାରୀ ନିଜକୁ ଗଳା ସାର୍ଟ ପିନ୍ଧିକି ଦେଖଉଛି, ଆଦିବାସୀ ନାଁରେ ଛୁଆଙ୍କୁ ଆଣିକି ମାରୁଛି, ତାକୁ ଭଦ୍ର କୁହାଯିବ? ସେଇଟା ଭଦ୍ର ନୁହଁ ସାର୍। ସବୁଠୁ ଗୋଟେ ଆମର ମାନେ ସବୁଠୁ ମାନେ ଏଇଟା କଣ ଇଏ କଣ କୁହନ୍ତି, ଏବେ କହୁଥିଲି ବ୍ରହ୍ମଚାରୀ, ସେ ହଉଛି ଆମର ବଜରଙ୍ଗବଲି ଜି। ଆଉ ତାଠୁ ଏଇଟା ଆଉ କିଏ ନାହିଁ। ଆଚ୍ଛା, ଲୋକ ଦେଖାଣିଆ ଲୋକଙ୍କୁ ଦେଖେଇକି, ଆଜ୍ଞା, ଆଦିବାସୀଙ୍କ ନାଁରେ ଗୋଟା ଗୋଟା ସ୍କାମ କରିକି, ଆଜ୍ଞା, ଆଦିବାସୀଙ୍କୁ ଏଇଭଳିଆ ଫସେଇକି ନିରୀହ ଆଦିବାସୀ ମାନଙ୍କୁ, ଆଜ୍ଞା, ଆଗରୁ ସବୁ ବାହାର ରାଜ୍ୟର ଲୋକ ଫସୁଥିଲେ, ଏବେ ଆଦିବାସୀ ଲୋକ ଫସୁଛନ୍ତି। ଆଜ୍ଞା, କଣ ଭାବୁଛନ୍ତି? ଆଦିବାସୀ କହିଲି ପରା ସାର୍, ସେ ଆଦିବାସୀ ମାନେ କେବେ କିଛି କହିପାରିବେନି। ଆଦିବାସୀ କେବେ କିଛି କହିପାରିବେନି। ସେଥିପାଇଁ ସେ ଆଦିବାସୀ ଝିଅ ପୁଅ, ଛୋଟ ଛୋଟ ଛୁଆ, ଏମାନଙ୍କୁ ସେମାନେ ଦେଖିଛନ୍ତି, ମାନେ ତାଙ୍କ ମା ବାପା କିଛି କହିପାରିବେନି। ସେଥିପାଇଁ ପିଲା ଗୁଡା ଲୁଚିକି ପଳେଇ ଯାଉଛନ୍ତି, କିଛି ପିଲା ଲୁଚିକି ପଳେଇ ଯାଉଛନ୍ତି ଜୀବନ ଭୟରେ। ଜୀବନରେ ଭାଇ ଲୁଚିକି ପଳେଇ, ତାଙ୍କୁ ବି ରାସ୍ତାରେ ଧରା ଯାଉଛି, ସେମାନେ ଆଉ ଜୀବନ ରହୁନାହାନ୍ତି, ତାକୁ ବି ମାରି ଦଉଥିବେ, କେତେ ଜଣଙ୍କୁ ମାରି ଦଉଥିବେ। ଆଚ୍ଛା, ଯୋଉ ଆଦିବାସୀ ଲୋକମାନଙ୍କର ପିଲାମାନେ ଆସୁଛନ୍ତି, ସେମାନେ ତ ମୁଖ୍ୟତଃ ସେମାନେ ନିଶା ବଶବର୍ତ୍ତୀ। ନା, ସେମାନେ ଆଦିବାସୀ କେବେ ନିଶା କରନ୍ତିନି ଆଜ୍ଞା, କେବେ ନୁହଁ। ନା ନା, ସେଇଟା ସେ ପୂର୍ବପୁରୁଷ ସବୁ ବୁଢା ମାନେ ପିଉଥିବେ, ହେଲେ ଛୁଆ ମାନେ କେବେ ବି ଏମିତି ନିଶା ଦ୍ରବ୍ୟ ଜାଣି, ଆଜ୍ଞା, ବାପା ମା ମାନେ ଯୋଉ ନିଶା ଖାଆନ୍ତି, ଆଜ୍ଞା, ସେ ଯୋଉ ପିଲାମାନେ ସବୁ ଏଠିକି ଆସନ୍ତି, କିଛି ତାଙ୍କ ବାପା ମା ଖୋଜନ୍ତିନି ଯେ ପିଲାଙ୍କୁ, କିନ୍ତୁ ସେ ପିଲାମାନେ ବର୍ତ୍ତମାନ ଏଠି ତାଙ୍କ ପତା ମିଳୁନି। ହଁ, ପତା ମିଳିଲା ମାନେ ଏମାନେ ମାରି ଦେଇଛନ୍ତି, ଏମାନେ ହିଁ ମାରିଥିବେ ନା, ଅର୍ଗାନକୁ ବିକ୍ରି କରିଦିଏ। ଆଜ୍ଞା ଆଜ୍ଞା, ତାଙ୍କ ମାରିକି କିଡନୀ ହାର୍ଟ ସବୁ ବିକା ବିକି କରିକି ତାଙ୍କର ନିଜସ୍ୱ ବର୍ତ୍ତମାନ ଯୋଉ ଆଦିବାସୀ ଲୋକମାନଙ୍କୁ ଏଠି ଆଣିକି ଇଏ କରାଯାଉଛି, ମାନେ କଣ ତାରିଖ? ଦେଖନ୍ତୁ, ଆଦିବାସୀ ଲୋକ ମାନେ ତାଙ୍କ ପକେଟରେ ପଇସା ନଥାଏ, ଗାଁ ଗହଳି ଲୋକ,
ତାଙ୍କ ପକେଟରେ ପଇସା ନଥାଏ। ଏମାନେ କ'ଣ ତ ପଇସା ଲୋଭରେ ବି ଆସିଯାଆନ୍ତି। ତାପରେ ନିଶା ଦ୍ରବ୍ୟ ଖାଇବାକୁ ବି ତାଙ୍କ ପକେଟରେ ପଇସା ନଥାଏ। ଏମାନେ ତାଙ୍କୁ ନିଶା ଦ୍ରବ୍ୟ ଦେଇକି ବ୍ରାଉନ୍ ସୁଗାର ଦେଇକି ତାଙ୍କୁ ଗଞ୍ଜେଇ ଦେଇକି ତାକୁ ସବୁ କିଛି ନିଶା ଦ୍ରବ୍ୟ ଦେଇକି ତାକୁ ଶିଖାଯାଆନ୍ତି। ଶିଖେଇକି ସେ ଆମ ପାଖରେ କାମ କରିବ ବୋଲି ତାଙ୍କୁ ମାନେ ଯେଉଁ ପ୍ରେସର ଦେଇକି ରଖନ୍ତି। ଆଚ୍ଛା, ଯୋଉ ଆଦିବାସୀ ମାନଙ୍କର ଗୋଟେ ନିରୋଳ ଭାବମୂର୍ତ୍ତି ଥାଏ, ଆଜ୍ଞା ତ ସେମାନଙ୍କୁ ଆଣିକି ଭୁବନେଶ୍ୱର କନ୍ଦଳ ଭିତରେ ପୁରେଇବା, ଆଜ୍ଞା ସେମାନଙ୍କୁ ଗୋଟେ ନସେଡି ସଜେଇବା, ହଁ ଏଇଭଳି କଲଚରକୁ ଦେଖିବା ସବୁ ଏମାନଙ୍କର ହିଁ କାମ। ନିଶା ଦ୍ରବ୍ୟ ଶିଖେଇବା ଏମାନଙ୍କ କାମ, ନିଶା ଖୁଆଇବା ବି ଏମାନଙ୍କର କାମ, ଗୋଟେ ନିରୀହ ଛୁଆକୁ ନେଇକି ପୁରା ବର୍ବାଦ କରିଦେବା ବି ଏମାନଙ୍କର କାମ। ସୁନେଲି ସ୍ୱପ୍ନ କାହିଁ ଦେଖନ୍ତି ବାପା ମାଆଙ୍କୁ? ସୁନେଲି ସ୍ୱପ୍ନ ମାନେ ବାପା ମାଆକୁ ଦେଖନ୍ତି ଏ ପାଇଁ କି ବାପା ମାଆ ବି ନିଜେ ଜାଣିବେ ମୋ ଛୁଆ ବି ମାନେ ଭଲ ବଡ଼ ଲୋକ ହେଇକି ମାନେ କିଛି ଗୋଟେ କରିବ। ଏଇ ସ୍ୱପ୍ନ ଦେଖିକି ଆଦିବାସୀ ମାନେ ତାଙ୍କ ପିଲାମାନଙ୍କୁ ଛାଡିଛନ୍ତି। ଆଜ୍ଞା।